ସିଲଯୋଡ଼ା କାଳିମାଟି ଆଇରନ୍ ଏବଂ ମିନେରାଲ ମାଇନ୍ସ କାର୍ଯ୍ୟାଳୟ ସମ୍ମୁଖରେ ସାମୂହିକ ଗଣଧାରଣା ଓ ବିକ୍ଷୋଭ। ଚମ୍ପୁଆ ଉପଖଣ୍ଡ କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ସିଲଯୋଡ଼ା କାଲିମାଟି ଆଇରନ୍ ଓ ମିନେରାଲ ମାଇନ୍ସ ଖଣିରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ଛଟେଇ ଶ୍ରମିକ ଶୋଷଣ, ସର୍ବନିମ୍ନ ମଜୁରୀ ପ୍ରଦାନ, ଇପିଏଫ୍, ଇଏଏସ୍ଆଇ, ବାର୍ଷିକ ବୋନସ ପ୍ରଦାନ, ସ୍ୱାସ୍ଥ୍ୟ ସେବା ଯୋଗାଇବା, ପାନୀୟ ଜଳ ଯୋଗାଣ, ଭୋଜନ ମଣ୍ଡପ ନିର୍ମାଣ ଓ କାର୍ଯ୍ୟସ୍ଥଳୀରେ ଅସ୍ଥାୟୀ ବିଶ୍ରାମ ଗୃହ ନିର୍ମାଣ ଇତ୍ୟାଦି ବିଭିନ୍ନ ପ୍ରକାର ସମସ୍ୟାକୁ ନେଇ ଶ୍ରମିକ ଆନ୍ଦୋଳନ ଚାଲୁଅଛି। ସିଲଯୋଡ଼ା କଳାମାଟି ମାଇନ୍ସ ମଜଦୁର ସଂଘର ଆହ୍ୱାନ କ୍ରମେ ଖଣିରେ କାର୍ଯ୍ୟରତ ଶ୍ରମିକମାନେ ଖଣି କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିଅଛନ୍ତି। ଭାରତୀୟ ମଜଦୁର ସଂଘ ଓଡ଼ିଶା ପ୍ରଦେଶର ଉପସଭାପତି ଶ୍ରୀଯୁକ୍ତ ଡାକ୍ତର ମହାନ୍ତ ଓ କେନ୍ଦୁଝର ଜିଲ୍ଲା ସଂଘର ସଭାପତି ବାବୁଲାଲ ମହାନ୍ତ, ସଂଗଠନ ସମ୍ପାଦକ ମନୋଜ କୁମାର ପଟେଲ, ବରିଷ୍ଠ ଆଇନଜୀବୀ ଯତୀନ୍ଦ୍ର କୁମାର ବେହେରା, ଚନ୍ଦନ ବୋଇପାଇ ପ୍ରମୁଖ ସାମିଲ ହୋଇ ଶ୍ରମିକମାନଙ୍କ ଅଧିକାର ଓ ସ୍ୱାଭିମାନ ଯଥାଶୀଘ୍ର କମ୍ପାନୀ କର୍ତ୍ତୃପକ୍ଷ ଦୃଷ୍ଟି ଆକର୍ଷଣ ନ କରନ୍ତି ତାହେଲେ ଅନିର୍ଦ୍ଦିଷ୍ଟ କାଳ ଗଣଧାରଣା ଚାଲୁ ରହିବ ବୋଲି ଚେତାବନୀ ଦେଇଛନ୍ତି। ଚମ୍ପୁଆରୁ ପ୍ରଦୀପ କୁମାର ମହାନ୍ତଙ୍କ ରିପୋର୍ଟ, ଅନୁଧ୍ୟାନ ଟିଭି।